ଲଗାଣ ବର୍ଷାରେ ଗଅଁଦିଆ ବ୍ଲକରେ ବ୍ୟାପକ ଫସଲ କ୍ଷତି ସମ୍ପର୍କରେ କୃଷକ ସଂଗଠନ କର୍ମକର୍ତ୍ତାଙ୍କର ବୈଠକ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ତାଳସିଂହା ମାର୍ଥାପୁରଠାରେ ଚନ୍ଦ୍ରଶେଖର ଫେଡ୍ ଫାର୍ମର୍ସ କୃଷକ ସଂଗଠନ କର୍ମକର୍ତ୍ତାମାନଙ୍କର ବୈଠକ ଆଜି 27/12 ଅପରାହ୍ନ 3 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଛି। ସାମ୍ପ୍ରତିକ ଲଗାଣ ବର୍ଷା ଜନିତ ଚାଷୀମାନଙ୍କର କ୍ଷୟକ୍ଷତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଭାରତୀୟ କିଷାନ ସଂଘ ଜିଲ୍ଲା ସଭାପତି ନକୁଳଚରଣ ରାଉତ ସଭାପତିତ୍ୱ କରିଥିଲେ। ଭାରତୀୟ କିଷାନ ସଂଘ ଗଅଁଦିଆ ବ୍ଲକ ସଭାପତି ବିପିନ ସିଂ, ଜିଲ୍ଲା ସମ୍ପାଦକ ଯଦୁନନ୍ଦନ ଦାସ, ସଭ୍ୟ ଗନ୍ଧର୍ବ ଚରଣ ଲେଙ୍କା, ଅନନ୍ତ ଚରଣ ସ୍ୱାଇଁ, ସରଳ ବେହେରା, ଅଭୟ ପାଣି, ହୃଦାନନ୍ଦ ସ୍ୱାଇଁ, ଶ୍ରୀବତ୍ସ ପରିଡ଼ା, ଉମେଶ ଧୀର ଓ ଆନନ୍ଦ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ଖାଲ ବିଲ ଗୁଡ଼ିକରେ 30% ଧାନ ଅମଳ ହୋଇଥିବା ବେଳେ ବିଲରେ 40% ଓ ଖଳାରେ 30% ଧାନ ପଡ଼ିଥିବା ଆକଳନ କରାଯାଇଛି। ସେହିପରି ବିରି ମୁଗ ବିଲରେ ପାଣି ପୁରାଇ ନଷ୍ଟ ହେବା ସମ୍ଭାବନା ଦେଖାଯାଇଛି। ତେଣୁ ଚାଷୀମାନଙ୍କର କ୍ଷୟକ୍ଷତି ତୁରନ୍ତ ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏ ସମ୍ପର୍କରେ କୃଷକ ନେତା କୁହନ୍ତି। ଆଜ୍ଞା, ଆପଣଙ୍କ ପରିଚୟ? ନକୁଳଚରଣ ରାଉତ, ଘର ହେଲା ତାଳସିଂହା ମାର୍ଥାପୁର, ପଞ୍ଚାୟତ ସନ୍ତପୁର, ବ୍ଲକ ଗଅଁଦିଆ, ଜିଲ୍ଲା ଢେଙ୍କାନାଳ। ଆପଣ ଜଣେ ବିଶିଷ୍ଟ କୃଷକ ନେତା, କ'ଣ କହିବେ? ଚଳିତ ଯେଉଁ ଲଗାଣ ବର୍ଷାରେ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି, ଏ ସମ୍ପର୍କରେ କ'ଣ କହିବେ? ଅବିକା 2024ରେ ଯେଉଁ ଅଦିନିଆ ମେଘ ହେବା ଫଳରେ ଚାଷୀ କୂଳକୁ ହତାଶ କରିଦେଇଛି। ଯେଉଁ ପ୍ରକାର ସେ କଥା କଥାରେ କହିଲେ ସମ୍ଭାଳି ହେବନି। ହୃଦୟ ବିଦାରକ ଭଳିଆ ଫସଲ ନଷ୍ଟ ହୋଇଛି। ଏକରେ ଧାନ ଖଳାରେ ଅଛି, ଧାନ ବିଲରେ ପଡ଼ିଛି, ଧାନ ବି ବସ୍ତା ପଦାରେ ପଡ଼ିଛି। ଯେଉଁ ପ୍ରକାର ଗଜା ହେଲାଣି ଧାନ, ଏ ଧାନ ସେ କ'ଣ କରିବ? ଯେଉଁ ସାହୁ ମହାଜନଠୁ ଆଣି ଏସବୁ ଚାଷ କରିଛି, ସେ କେଉଁଠୁ ସୁଝିବ? ଅବିକା ଚିନ୍ତାଗ୍ରସ୍ତ ଓ କାନ୍ଦ ବୋବାଳି ପଡ଼ୁଛି ତା ଘରେ। କ'ଣ କହିବେ ଆପଣ? କ'ଣ ଦାବି ରହିବ ସରକାରଙ୍କ ପାଖରେ? ସରକାରଙ୍କୁ ମୁଁ ଆପତ୍ତି କରୁଛି କି ଏ ଯେଉଁ ଚାଷୀଙ୍କର ଯେଉଁ କ୍ଷତି ହେଇଛି ତାକୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତ କରି ପ୍ରତ୍ୟେକ ଚାଷୀଙ୍କୁ ଯେକୌଣସି ଜିନିଷ ନଷ୍ଟ ହୋଇଛି, ବିରି ମୁଗ ଚଣା ଓ ପନିପରିବା ଧାନ, ଏ ସମସ୍ତ ତଦନ୍ତ କରି ସମସ୍ତଙ୍କୁ ଯୋଗାଇ ଦେଲେ ଚାଷୀ କୂଳ ସରକାରଙ୍କ ପ୍ରତି ଭଲ ଆସ୍ଥା ରହିବ ଓ ତାଙ୍କୁ ଆଶୀର୍ବାଦ କରିବ। ଆଜ୍ଞା, ଆପଣଙ୍କ ପରିଚୟଟା? ମୋ ନାଁ ହେଉଛି ବିପିନ ବିହାରୀ ସିଂ, ଘର ହେଲା ବଣିଆପଡ଼ା ଓ ବୟସ ହେଉଛି 82। କ'ଣ କହିବେ? ଯେଉଁ ବର୍ତ୍ତମାନ ଲଗାଣ ବର୍ଷାରେ ଚାଷୀମାନଙ୍କର ବହୁତ କ୍ଷୟକ୍ଷତି ହୋଇଛନ୍ତି, ଆପଣ ଜଣେ ବିଶିଷ୍ଟ ଚାଷୀ ନେତା ହିସାବରେ କ'ଣ ଟିକେ କୁହନ୍ତୁ? ବର୍ତ୍ତମାନ ଲଗାଣ ବର୍ଷା ଫଳରେ ଚାଷୀମାନଙ୍କର ପାଖାପାଖି 60% ଧାନ ନଷ୍ଟ ହେବାକୁ ବସିଛି। ସେଥିରେ ଅନେକ ଚାଷୀ ସେମାନଙ୍କର ଧାନ ବିଲରେ କାଟିକିରି ରଖିଦେଇଛନ୍ତି, ସେଥିରେ ବି ଗଜା ହେଇଗଲାଣି। ଆଉ ଅନେକ ଚାଷୀଙ୍କର ଧାନ କଟା ହେଇନି, ସେ ବିଲରେ ସେମିତି ପଡ଼ିଛି, ସେଥିରେ ବି ତାଙ୍କର ଧାନ ନଷ୍ଟ ହେଲାଣି। ସେଥିରେ ବହୁତ ବେଢ଼ା, ଗାଈଗୋରୁ, ଷଣ୍ଢ, ହାତୀ ବିଭିନ୍ନ ଉପଦ୍ରବ ଚାଷୀମାନଙ୍କ ଉପରେ ରାତିରେ ଧାନ ଫସଲ ନଷ୍ଟ କରୁଛନ୍ତି। ତେଣୁ ଚାଷୀମାନେ ବହୁତ ବର୍ତ୍ତମାନ ହତାଶାରେ ଅଛନ୍ତି। ବର୍ତ୍ତମାନ ଏ ବର୍ଷା ଛାଡ଼ିଲେ ଚାଷୀମାନେ ତାପରେ ଯାଇକିରି ବିଲରେ ତାଙ୍କ ଗଜା ହେଇଥିବା ଧାନ କିମ୍ବା ଯେଉଁ ନଷ୍ଟ ଧାନକୁ ସାଉଁଟିବେ। ବର୍ତ୍ତମାନ କ'ଣ କହିବେ? ବର୍ତ୍ତମାନ ସରକାର ଯେଉଁ କହୁଛନ୍ତି କଟନୀ ଛଟନୀ ହେବ ନାହିଁ, ଯେ ଏଇ ପରିସ୍ଥିତିରେ ବର୍ତ୍ତମାନ ଯେଉଁ ଧାନ ସମସ୍ୟା ହେଲାଣି, ଧାନ ଯେଉଁ ଓଦା ହେଇଛି, ବର୍ତ୍ତମାନ ବହୁତ କ୍ଷୟକ୍ଷତି ହେବ ଚାଷୀମାନଙ୍କର, କ'ଣ କହିବେ? ଚାଷୀମାନେ ଧାନକୁ ଶୁଖେଇକିରି ସରକାରଙ୍କୁ ଦେବେ, ମଣ୍ଡିରେ ଦେବେ, କିନ୍ତୁ ଯେଉଁ ଆଗରୁ ଯେମିତି 4 କେଜି ଧାନ ଚାଷୀଙ୍କର କଟା ହେଇକିରି ଧାନ ନେଉଥିଲେ, ସେଇ ଧରଣରେ ଏବେ ନେଲେ ଚାଷୀମାନେ ଧାନ ଦେଇପାରିବେ। ଆଉ ଯଦି ବେଶୀ ଖରାପ ହେଇଛି ତାଙ୍କୁ ନ ନିଅନ୍ତୁ, କିନ୍ତୁ ଯେଉଁ ଧାନ ନିହାତି ଶୁଖିକିରି ନେଇ ହେବ ତାକୁ ନିଅନ୍ତୁ କୌଣସି ମତେ, ତାକୁ ଆଉ ଅବହେଳା କରନ୍ତୁନି।